ଏବେ ଝିଅମାନଙ୍କୁ ନେଇକି ପଳେଇବା ଜମାନା ସରିଗଲା। अच्छा ଏବେ ହଉଛି ଭାଉଜମାନଙ୍କୁ ନେଇକି ପଳେଇବା ଜମାନା ଆସିଗଲା। ଆଜ୍ଞା ଜମାନା ସରିବନି ତ ଆଉ କଣ। ଭାଉଜ ମାନେ ଦିନକୁ ଦିନ ଯୋଉ ହଟ୍ ଫିଗର ଦେଖି ଯୋଉ ଭଳିଆ ହଉଛନ୍ତି, କୋଉ ଟୋକା କଣ ନଜର ଝିଅ ଉପରେ ଯିବ? କେବଳ ସେଇଠିକି ଯିବ। ଭାଉଜ ଜାଗା ଦେଖି ଆଉଜ। ହାय ନମସ୍କାର, ମୁଁ ଆପଣଙ୍କର ସୁଯୋଗ୍ୟ ବାପାର ଅଯୋଗ୍ୟ ସନ୍ତାନ ମିଷ୍ଟର ବିକ୍ରମ ଆପଣ ସମସ୍ତଙ୍କୁ କରୁଛି ଠିଆ ଠିଆ ୱେଲକମ୍। ଆଜ୍ଞା ଇଷ୍ଟାରେ ଯୋଉ ଭଳି ସଲେଇ ଭାଉଜ ଯେମିତି ହଉଛନ୍ତି ସେଇ ବିଷୟରେ ଦୁଇ ପଦ ଆଲୋଚନା କରିବା। ସମସ୍ତଙ୍କୁ ଅନୁରୋଧ ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ମୋ ଭିଡିଓଟି ଭଲ ଲାଗିବ ଆପଣଙ୍କୁ ଅନୁରୋଧ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ତେବେ ଚାଲନ୍ତୁ ମୋର କାର୍ଯ୍ୟକ୍ରମ ଷ୍ଟାର୍ଟ କରିବା। ଭାଇ ସବସ୍କ୍ରାଇବ କରିଦିଅ, ପଇସା ପଡିବନି। ଆଜ୍ଞା ଆଜିକା ଯୁଗରେ ଗୋଟେ ସିଙ୍ଗଲ ପିଲାଟି ଏବଂ ଭାରି ଭଦ୍ର ପିଲାଟି ଠିକ ମୋ ପରି ରାତି 10টাରେ ଇନଷ୍ଟାରେ ଭିଡିଓ ଦେଖୁଥିବ, ତା ସାମ୍ନାରେ ଠିକ ଏଇ ଭିଡିଓଟି ପଳେଇ ଆସିବ। ଯେନେ ତେନେ ହଉଛି ସ୍କ୍ରୋଲ କରିକି ପୁଣି ଆଗକୁ ବଢିବ, ଠିକ ତା ସାମ୍ନାରେ ଇଏ ଶଳେ ଆଉ ଗୋଟେ ଭିଡିଓଟି ପଳେଇ ଆସିବ। ମତେ କୁହ ଏ ଯୋଉ ସଲେଇ ଭାଉଜ ମାନଙ୍କର ଏମିତି ଭିଡିଓ ଆସିବ, ସେ ଯେତେ ଭଲ ପିଲାଟି ହଉ ତା ମାଇଣ୍ଡ ଚେଞ୍ଜ ହବ କି ନାହିଁ? ହଁ ସାଙ୍ଗମାନେ ମୁଁ ମାନୁଛି ସମୟ ଥିଲା ସେ ଜମାନା ଯୋଉ ଜମାନାରେ ଭାଉଜ କହିଲେ ଏକ ବିରାଟ ନାଁ ବୁଝଉଥିଲା। ଯେବେଠାରୁ ଏ କଳିକାଳ ଷ୍ଟାର୍ଟ ହେଲା ସେବେଠାରୁ ଭାଉଜ କହିଲେ ସୁର ମଉସା आगो भाउज तापर सुविधा देखी आउज ଯଦି ନୁହେଁ ତ ଆଉ କଣ? ଗୋଟେ ଗେହ୍ଲା ଦିଅର ରାତି 12টাରେ ଭାଉଜ ଦେଖା କରିବା ପାଇଁ କଣ ପାଇଛୁ? মিঠা মিঠা ভাউজ প্রেম মিঠা ମତେ କୁହ ଏ କଣ ସ୍ନେହ ପ୍ରେମ ଭଲ ପାଇବା ନା ଆଉ କଣ? ଆଜ୍ଞା ଚିନ୍ତା କରନ୍ତୁ ଏବିକା ଯୁଗରେ ଭାଉଜ ମାନେ ଯୋଉ ଗୋଟାଏ ଫାଳ ଦେଖଉଛନ୍ତି, ମତେ କୁହ କଷି ଦିଅର ମାନେ କୁଲୁ କୁଲୁ ହେବେନି ତ ଆଉ କଣ ହେବେ? ତାପରେ ବି ଭାଉଜ ମାନଙ୍କର ପ୍ରବଳ ଜ୍ଞାନ। ଦେଶର ନାଗରିକ ମାନେ ପୁରୁଷ ମାନେ ଭାଉଜଙ୍କ ପ୍ରେମରେ ପାଗଳ ରହିଲେ। ତାଠୁ ଏମାନେ କହୁଛନ୍ତି ଯେ ତମେ ଭାଉଜ ମାନଙ୍କୁ ଲାଇନ ମାର। ଖାଲି ସେତିକି ନୁହଁ, କେହି କେହି ମଧ୍ୟ କହୁଛନ୍ତି ଭାଉଜ ପ୍ରେମ ମିଠା। ଯିଏ ଖାଇଲେ ମଞ୍ଜି ପଣସ ଖାଇଲେ ଅଠା, ଆଜିକାଲି ପୁଅକୁ ଯେତେ ପ୍ରେମ କଲେ କଣ ହବ? ତାଙ୍କୁ ପରା ଭାଉଜ ପ୍ରେମ ମିଠା। ଆଜ୍ଞା ବିଚାରା ଦିଅର କରିବ କଣ, ଟିକେ ଚାଖିବେ ନା ନାଇଁ? ଆଜ୍ଞା ଇନଷ୍ଟାରେ ଝିଅ ମାନଙ୍କୁ ମେସେଜ କରିକି ରିପ୍ଲାଏ ଦେବେନି, କିନ୍ତୁ ଭାଉଜ ମାନେ ଠକିନା ରିପ୍ଲାଏ ଦେଇଦେବେ। ଆଉ ବିଚାରା ଦିଅର ଫଟକିନା ଡେଇ ପଡିବେ। ଆଜ୍ଞା ଭାଉଜ ମାନେ ବି ଇନଷ୍ଟାରେ ଏମିତି ଲେଖୁଥିବେ ମାନେ ତମ ହୃଦୟ ବି ତରଳି ଯିବ। ଦେଖ ଭାଉଜ ଲେଖୁଛନ୍ତି ମତେ ଇଚ୍ଛା ହୁଏ ଚୋରା ପିରତି। ଏ କଥାଟା ଦିଅର ମାନଙ୍କୁ ଟାଣିବାରେ ଗୋଟେ ଷ୍ଟାଟିକ୍ସ ନୁହେଁ ତ ଆଉ କଣ? ଏମିତି ଦେଖିବାକୁ ଗଲେ ତ ଦିଅର ମାନେ ପୁରା ଚୋରା ପିରତିରେ ଡେଇଁବାକୁ ମାଷ୍ଟର। ଆଉ ବିଶ୍ୱାସ କରନ୍ତୁ ଭାଉଜ ମାନଙ୍କ କଥା କହୁଥିବି ବିଶାଳ ଗାଏ ଭିଡିଓ ହେଇଯିବ। ତେବେ ସାଙ୍ଗମାନେ ଆଜି ପାଇଁ ଏତିକି ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭିଡିଓ ଭଲ ଲାଗୁଥିବ। ଆଉ ଯଦି ମୋ ଭିଡିଓ ଭଲ ଲାଗୁଥିବ ମୋର ଅନୁରୋଧ ଆପଣ ମାନେ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଭଗବାନ ଆପଣଙ୍କ ପରିବାରକୁ ମଙ୍ଗଳ ରଖନ୍ତୁ। ନମସ୍କାର, ଜୟ ଜଗନ୍ନାଥ।